यहाँ राशन कार्ड के निकर बहुत बड़ अपडेट जेनटा कि पलि आसछि। आगरू आपण माने जानथिबो जेनटा कि राशन कार्ड रे ई-केवाईसी लागि जेनटा कि बहुत सारा लोग जेनटा कि प्रोसेस करथिले, बहुत सारा लोक जेनटा कि ई-केवाईसी मझिरे जेनटा कि हेजिथिला। जदि आपण माने ई-केवाईसी नी करबार बेले ताहले आपनकर राशन कार्ड जेनटा कि कटि जी पारे। ଆଉ ଆପଣ ନିଶାରେ ନେଇ ପିଇ ପାରନ୍ତି ଯେନ୍ଟାକି ଚଉଲ୍ ଗହମ ଯେନ୍ କୌଣସି ଜିନିଷ୍ ଯଉଥିଲେ ନାଇଁ ମିଲଟ୍ ଏଟା ମାନେ ଯେନ୍ଟାକି ବାଜରା ଯେନ୍ ଜିନିଷ୍ ମାନେ ଦଉଥିଲେ ସେ ଜିନିଷ୍ ମାନେ ଯେନ୍ଟାକି ଏବେ ଆପଣମାନେ ନେଇ ପିଇ ପାରନ୍। ତ ସେଥିର୍ଲାଗି ବୋଲେ ଆପଣମାନେ ଆଗ୍କେ କାଣା କରିବେ ଏଇଟା ଜାଣିବାର୍ ଲାଗି ଯେନ୍ଟାକି ଆପଣମାନେ ଭିଡ଼ିଓକେ ଲାଷ୍ଟ ପର୍ଯ୍ୟନ୍ତ ଦେଖୁନ୍। ଆଉ ଭିଡ଼ିଓ ଯଦି ଭଲ୍ ଲାଗୁଛେ ତାହେଲେ ଗ୍ୟାରେଣ୍ଟି ଆପଣମାନେ ଆମର ୟୁଟ୍ୟୁବ୍ ଚ୍ୟାନେଲ୍‌କେ ଲାଇକ୍ ସେୟାର ଆପଣମାନେ କରିଦଉନ୍ ଆଉ ଗ୍ୟାରେଣ୍ଟି ଗୋଟେ କମେଣ୍ଟ କରିଦଉନ୍ ପ୍ୟାରା ସା। ତ ଆଜ୍ଞା ରାସନ୍ କାର୍ଡ଼ରେ ଆପଣମାନେ ବହୁତ ସାରା ଲୋକ ଜାଣିଥିବେ, ବହୁତ ସାରା ଲୋକ ई-କେୱାଇସି ବି କରିଥିବେ ଆଉ ବହୁତ ସାରା ଲୋକ ଯେନ୍ଟାକି ରାସନ୍ ବି ପାଉଥିବେ। ହେଲେ ସେମାନେ ଯେନ୍ମାନେ ଯୋଗ୍ୟତା ଅଛନ୍ ସେମାନେ ପାଉଛନ୍, ଯେନ୍ମାନେ ଯୋଗ୍ୟତା ନେଇନ ସେମାନେ ବି ପାଉଛନ୍। ହେଲେ ଯେନ୍ମାନେ ଅଧିକ ଯୋଗ୍ୟତା ଅଛନ୍ ସେମାନେ ତ ନେଇ ପାଇବାର୍ କଥା। ମାନେ ଯେନ୍ମାନେ ରାସନ୍ କାର୍ଡ଼ ନି ହେଲେ ବି ଚଲି ପାରବେ, ଯେନ୍ଟାକି 5 କିଲୋ ଚଉଲ୍ କିମ୍ବା ଗହମ କିମ୍ବା ଯେତେ ରାସନ୍ ସାମାନ୍ ମିଲୁଛେ ସେମାନେ ସେ 5 କିଲୋ ନି ପାଇଲେ ବି ଯେନ୍ଟାକି ଚଲି ପାରବେ। ସେମାନେ ବି ଯେନ୍ଟାକି ରାସନ୍ କାର୍ଡ଼ରେ ଯେନ୍ଟାକି ରାସନ୍ ପାଉଛନ୍। ଆଉ ଯେନ୍ମାନେ ପୁରା 1 ନମ୍ବର ଯେନ୍ 5 କିଲୋ ଚଉଲ୍ ପାଇବାର୍ ଜରୁରତ୍ ଥିସି ଆଉ ସେମାନେ ସେମାନଙ୍କୁ ଯେନ୍ଟାକି ନେଇ ମିଲେ ରାସନ୍। ତ ସେଥିର୍ଲାଗି ବୋଲି ଯେନ୍ଟାକି ई-କେୱାଇସି ପ୍ରକ୍ରିୟାଟା ଯେନ୍ଟାକି ଷ୍ଟାର୍ଟ ହେଇଥିଲା, ଯେନ୍ ଦ୍ୱାରା କି ସମସ୍ତଙ୍କୁ ଯେନ୍ଟାକି ई-କେୱାଇସି କରବାର୍ ଲାଗି ଯେନ୍ଟାକି କୁହାଯାଇଥିଲା। କାହିଁକିନା ई-କେୱାଇସି କଲେ ହିଁ ଯେନ୍ଟାକି ଭେରିଫାଏ ହେଇପାରବା ଆଉ ଭେରିଫାଏ ହେଇପାରିଲେ ହିଁ ଯେନ୍ଟାକି ଆପଣମାନେ ଜାଣିପାରବେ ସେ ଲୋକ୍ କିଏ ପାଇବାର୍ ଯୋଗ୍ୟତା ଅଛି, କିଏ ପାଇବାର୍ ଯୋଗ୍ୟତା ନେଇନ ବୋଲିକରି। ଆଉ ଦେଖ ଏବେ ଆପଣଙ୍କୁ କାଣା କରିଦେଇଛେ ସୁଭଦ୍ରା ଯୋଜନା ବି ଗୁଟେ ଭେରିଫାଏ କଲା ଏନ୍ତା ପ୍ରୋସେସ୍ କରିଦେଇଛେ। କାହିଁକିନା ଗୁଟେ ବ୍ୟାଙ୍କ ଏକାଉଣ୍ଟରେ ଯେନ୍ଟାକି ଗୁଟେ ହିଁ ମୋବାଇଲ୍ ନମ୍ବର ଯୋଡ଼ି ରହେବାର୍ ଜରୁରୀ। ତାହେଲେ ହିଁ ଯେନ୍ଟାକି ଆପଣମାନେ ସୁଭଦ୍ରା ଯୋଜନାର ପଇସା ପାଇବେ। ଆଲିନ ତ କିଛି ପ୍ରୋସେସ୍ ନି କହିଥାଏ, ଏବେ ହିଁ କହି ଦଉଛନ୍ କି ଆପଣକେ ପ୍ରୋସେସ୍ କରବାକେ ପଡ଼ବା ବୋଲିକରି ହେଲା। ତ ସୁଭଦ୍ରା କଥା ଛାଡ଼, ଆମେ କେବେ ନେକ୍ସଟ ଭିଡ଼ିଓରେ ଡିସ୍କସନ୍ କର୍ମା। ଆଜି ମୁଁ ଯେନ୍ଟାକି ଆପଣଙ୍କୁ ରାସନ୍ କାର୍ଡ଼ ଲାଗି କହି ଦଉଛେ। ଦେଖ ମୁଇଁ ରାସନ୍ କାର୍ଡ଼ର ଆଗରୁ ବି ବହୁତ ସାରା ଭିଡ଼ିଓ ବନେଇ ଦେଇଥିନି। ମୁଁ ଆପଣଙ୍କୁ କହି ଦେଇଥିନି ଆପଣମାନେ କେନ୍ତା ଇ-କେୱାଇସି କରିପାରବେ, ଆପଣଙ୍କର ଘରକେ ଯେନ୍ଟାକି ଇ-କେୱାଇସି କରି ଆଇବେ ବୋଲି ମୁଇଁ ଯେନ୍ଟାକି କହିଥିଲି, ଯେନ୍ଟାକି ଘର ଘର କରିଯାଉଥିଲେ। ହେଲେ ଏବେ ଯେନ୍ଟାକି ଆପଣମାନଙ୍କୁ ଘର ଘର ଯେନ୍ଟାକି ଇ-କେୱାଇସି ନାଇଁ କରି ଆସନ୍। ଆପଣଙ୍କୁ ଯେନ୍ ଟାଇମ୍‌ରେ ଥିଲା ସେ ଟାଇମ୍‌ରେ ଇ-କେୱାଇସି ଘର ଘର କରିଯାଉଥିଲେ। ସେ ଟାଇମ୍‌ରେ ଯଦି ଆପଣମାନେ କରିଛନ୍ ତାହେଲେ ବହୁତ ଭଲ୍ କଥା। ଆପଣଙ୍କର ରାସନ୍ କାର୍ଡ଼ରୁ ଯେନ୍ଟାକି ନାଁ ନେଇ କଟେ। ଆଉ ଆପଣମାନେ ଯଦି ନି କରବାର୍ ତାହେଲେ କାଣା କରବେ ସେଟା ମୁଁ ଯେନ୍ଟାକି ଆପଣଙ୍କୁ କହିଦେଉଛେ। ଯଦି ଆପଣମାନେ ଇ-କେୱାଇସି ନି କରବାର୍ ବୋଲେ ଆପଣଙ୍କର ପଞ୍ଚାୟତକେ ଯାଉନ୍। ଆପଣମାନେ ଯେନ୍ଠାରୁ ରାସନ୍ ଆନସନ୍ ସେ ପଞ୍ଚାୟତକେ ଆପଣମାନେ ଯାଉନ୍, ସେନେ କହୁନ୍ ମୋର୍ ଇ-କେୱାଇସି ନି ହେବାର୍ କରିଦିଅ, ସେ ବି ଆରାମସେ କରିଦେବା। ଆପଣଙ୍କର ରାସନ୍ କାର୍ଡ଼ ଯେନ୍ଟାକି ଆପଣଙ୍କୁ ନି କରିଯିବାକେ ପଡ଼୍ବା, ଠିକ୍ ଅଛେ। ଆପଣଙ୍କର ରାସନ୍ କାର୍ଡ଼ ଆପଣମାନେ ନି କରିଯିବେ, ଆପଣମାନେ ସେନେ ଆପଣଙ୍କର ଆଇ ସ୍କାନ୍ କରିଦେବେ, ତାପରେ ଫିଙ୍ଗର ପ୍ରିଣ୍ଟ ଦେବେ, ନହେଲେ 2ଟା ଭିତରୁ ଯେନ୍ଟା ବି ଗୁଟେ ଦେଲେ ବି ହେଇଯାଉଛେ। ସେଟା ଆପଣମାନେ ଦେଇକରି ଯେନ୍ଟାକି ଆପଣଙ୍କର ଇ-କେୱାଇସି କମ୍ପ୍ଲିଟ୍ କରିପାରବେ। ତାହେଲେ ଆପଣମାନେ ଆଖି ବି କରିଦେଇଥିବେ କିମ୍ବା ଫିଙ୍ଗର ପ୍ରିଣ୍ଟ 2ଟା ଜାଗାରୁ କରିଦେଇଥିବେ। କାହିଁକି ଲାଗି ନା 2 ଜାଗାରେ ଗୁଟେ ଯଦି ନି ଆସିଲା ବେଲେ ଆଉ ଗୁଟେ ଆପଣମାନେ ଯେନ୍ଟାକି ଆନିପାରବେ। ତ ସେଥିର୍ଲାଗି ବୋଲି ଆପଣମାନେ ଆପଣଙ୍କର ରାସନ୍ ଯେନ୍ ଜାଗାରେ ପାଉଛନ୍ ସେ ଜାଗାକେ ଯାଉନ୍ ଆଉ ଯେନ୍ଟାକି ଇ-କେୱାଇସି କରିନିଅନ୍। କାହିଁକିନା ଇ-କେୱାଇସି କଲେ ହିଁ ଆପଣଙ୍କୁ ମିଲ୍ବା ରାସନ୍। ତ ଆପଣମାନେ ଜଲ୍ଦି କରୁଛନ୍ କରୁନ୍ ଇ-କେୱାଇସି। ମିଲ୍ବା ଆଉ ଗୁଟେ ଭିଡ଼ିଓରେ। ଲାଇକ୍ ସେୟାର ସବସ୍କ୍ରାଇବ୍। ଜୁହାର, ଜୟ ମହାକାଳ।